ଆଜି ଆମେ ଟିକେ ଗଭୀର ଭାବେ କଥା ହେବା ଏକ ବହୁତ ପୁରୁଣା ଆଉ ବହୁତ ଜଣାଶୁଣା ଗ୍ରନ୍ଥ ବିଷୟରେ ଭଗବତ ଗୀତା। ଆମେ ମୁଖ୍ୟତଃ ଗୌର ଗୋପାଳ ଦାସଙ୍କର ଗୋଟେ ଆଲୋଚନାକୁ ଆଧାର କରିଛୁ, ଯେଉଁଥିରେ ସେ ଏହାର କିଛି ଶିକ୍ଷାକୁ ବହୁତ ସରଳ ଭାବେ ବୁଝେଇଛନ୍ତି। ହଁ, ଆମର ଚେଷ୍ଟା ରହିବ ଏହାକୁ ଖାଲି ଗୋଟେ ଧର୍ମ ବହି ହିସାବରେ ନ ଦେଖି ଆମ ପ୍ରତିଦିନ ଜୀବନର ଯେଉଁ ଦ୍ୱନ୍ଦ୍ୱ ଆସେ, ଯେଉଁ ଚାପ ଆସେ, ତାକୁ କେମିତି ସାମ୍ନା କରିବା ସେଇ ଦିଗରୁ ବୁଝିବା ପାଇଁ। ଏକଦମ ଠିକ କଥା। ଆଉ ଦେଖିବେ ତ ଗୀତାର ଆରମ୍ଭ ହିଁ ଏକ ସଙ୍କଟରୁ ହେଉଛି, ମାନେ କୁରୁକ୍ଷେତ୍ର ଯୁଦ୍ଧଭୂମି। ହଁ, ସେଇଠି ସେଠି କଣ ନା ମହାବୀର ଅର୍ଜୁନ ପୁରା ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଗୋଟେ ପଟେ କର୍ତ୍ତବ୍ୟ, ଆଉ ପଟେ ନିଜ ଲୋକ ସମ୍ପର୍କୀୟ କଣ କରିବେ ଜାଣିପାରୁନାହାନ୍ତି। ତେଣୁ ଏଇଟା ଖାଲି ଗୋଟେ ପୁରୁଣା କାହାଣୀ ନୁହେଁ, ଏଇଟା ଆମ ଜୀବନର ଗୋଟେ ପ୍ରତିଛବି ପରି। ଆଉ ଏ ଯୋଉ ଦ୍ୱନ୍ଦ୍ୱ ଦ୍ୱିଧା ବେଳେବେଳେ ଲାଗେ ଜୀବନଟା ମାନେ କିଛି ଅର୍ଥ ନାହିଁ। ଏସବୁ ଜିନିଷ ଆଜିକାଲିର ଯୁବପିଢ଼ି ବି ବହୁତ ବେଶୀ ଅନୁଭବ କରୁଛନ୍ତି ନା। ନିଶ୍ଚୟ। ଗୌର ଗୋପାଳ ଦାସ କହୁଥିଲେ, କୃଷ୍ଣ ସେଠି ସିଧାସଳଖ କହିଦେଲେନି ଯେ ତୁ ଏଇଟା କର, ନା ନା ବରଂ ଜଣେ ପରାମର୍ଶଦାତା ପରି, ମାନେ କାଉନ୍ସିଲର ପରି ତାଙ୍କୁ ନିଜ ଭିତରର ଶକ୍ତିକୁ ଚିହ୍ନି ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ କଲେ। ଟିକେ ସେମିତି ଯେମିତି ଦ ଲାୟନ କିଙ୍ଗରେ ରଫିକି ସିମ୍ବାକୁ ମନେ ପକାଇ ଦେଇଥିଲା ଯେ ସେ କିଏ। ବହୁତ ସୁନ୍ଦର ଉଦାହରଣ ଦେଲେ। ଏଇଟା ହିଁ ତ ଗୀତାର ସାର କଥା, ନିଜ ଭିତରର ଶକ୍ତିକୁ ଜାଣିବା। ଆଚ୍ଛା, ପ୍ରଥମ ଶିକ୍ଷା ବିଷୟରେ କହିବା, ଯାହା ଦ୍ୱିତୀୟ ଅଧ୍ୟାୟରେ ଅଛି। ହଁ, ସେଇଟା ହେଲା ଜୀବନରେ ଯାହା ବି ଆସୁଛି, ସୁଖ ଦୁଃଖ ଭଲ ମନ୍ଦ ସଫଳତା ବିଫଳତା, ସେ ସବୁକୁ ସହିବା ଶିଖିବା। ସହିବା ମାନେ ଟଲରେଟ୍ କରିବା। ହଁ, ଯେମିତି ଦେଖନ୍ତୁ, ଶୀତ ଦିନ ଆସେ, ଖରା ଦିନ ବି ଆସେ, ଆସେ ପୁଣି ଚାଲିଯାଏ। ସେମିତି ଏସବୁ ଦ୍ୱନ୍ଦ୍ୱ, ଏସବୁକୁ ସମାନ ଭାବରେ ନେବାକୁ ହବ। ଚିକାଗୋରେ -27 ଡିଗ୍ରୀ ସେଲସିୟସ୍ ହଉ କି ଦିଲ୍ଲୀରେ 43 ଡିଗ୍ରୀ ସେଲସିୟସ୍, ଜୀବନ ତ ଚାଲିବ। ଆଉ ଗୋଟେ ବଡ଼ କଥା ଆପଣ କହିଲେ ଯେ ଖାଲି ବିଫଳତାକୁ ନୁହେଁ, ସଫଳତାକୁ ବି ସମ୍ଭାଳିବାକୁ ପଡ଼ିବ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏକଦମ। କାରଣ ବେଶୀ ସଫଳତା ମିଳିଗଲେ ବି ମୁଣ୍ଡ ବେଳେବେଳେ କାମ କରେନି, ବାଟ ଭୁଲିଯାଏ ମଣିଷ। ସତ କଥା, ଦୁଇଟା ଯାକ ଆମକୁ ବିଚଳିତ କରିପାରେ। ଆମେ ଆମର ମୂଳ ଲକ୍ଷ୍ୟରୁ ଯେମିତି ଦୂରେଇ ନ ଯାଉ। ଭଲ, ଏବେ ଦ୍ୱିତୀୟ ଶିକ୍ଷା, ଷଷ୍ଠ ଅଧ୍ୟାୟରୁ, ସେଟା ହେଲା ମନ ବିଷୟରେ। ଆଚ୍ଛା, ମନଟା ଆମର ସବୁଠୁ ବଡ଼ ସାଙ୍ଗ ହେଇପାରେ, ନହେଲେ ସବୁଠୁ ବଡ଼ ଶତ୍ରୁ। ଏହାର ତ ଗୋଟେ ସାଧାରଣ ଉଦାହରଣ ଆମେ ସବୁବେଳେ ଦେଖୁ। ମାନେ ଭାବନ୍ତୁ, ସକାଳୁ ଉଠି ବ୍ୟାୟାମ କରିବାକୁ ଅଛି, ରାତିରେ ଆଲାରାମ ଦେଇ ଶୋଇଲେ। ହଁ, ସକାଳୁ ଆଲାରାମ ବାଜିଲା, ମନ କଣ କହେ, ଆରେ କାଲି ରାତିରେ ଡେରିରେ ଶୋଇଥିଲୁ ପରା, ଦେହଟାକୁ ଟିକେ ଆରାମ ଦରକାର, ଆଜି ଥାଉ, କାଲିଠୁ ପକ୍କା କରିବା। ହଁ, ଆଉ ଆମେ ତା କଥାରେ ପଡ଼ିଯାଉ। ମନଟା ବଡ଼ ଚାଲାକ, ଏଇ ଚତୁରତାକୁ ଚିହ୍ନିବାକୁ ପଡ଼ିବ। କିନ୍ତୁ ଯଦି ଆମେ ଏଇ ମନକୁ ଠିକ ଭାବରେ ଟ୍ରେନ୍ କରିପାରିବା, ମାନେ ଟିକେ ପ୍ରଶିକ୍ଷଣ ଦେଇପାରିବା, ଯେମିତି ଧ୍ୟାନ କରିବା, ଭଲ ବହି ପଢ଼ିବା, ଭଲ ଲୋକଙ୍କ ସାଙ୍ଗରେ ମିଶିବା, ସତ୍ସଙ୍ଗ। ହଁ ସତ୍ସଙ୍ଗ, ତାହେଲେ ସେଇ ମନଟା ହିଁ ଆମର ସବୁଠୁ ବଡ଼ ଆସେଟ୍, ମାନେ ସମ୍ପତ୍ତି ହେଇଯିବ। ସେ ଆମକୁ ଠିକ ବାଟରେ ନେଇଯିବ। ଏବେ ଆସିବା ତୃତୀୟ ଶିକ୍ଷା ଉପରକୁ। ଏଇଟା ମୋତେ ବହୁତ ଭଲ ଲାଗିଥିଲା। କଥା ହେଉଛି, ସେ ଯୋଉ ଈଶ୍ୱରୀୟତା ବା ଦିବ୍ୟତା, ତାକୁ ଖାଲି ମନ୍ଦିରରେ କି ପୂଜା ଜାଗାରେ ଖୋଜିବାନି, ସବୁଠି ସବୁ ଜିନିଷରେ ଅନୁଭବ କରିବା। ପ୍ରକୃତି ଭିତରେ, ଲୋକମାନଙ୍କ ଭିତରେ। ଏବଂ ଏହାକୁ ଆହୁରି ଗୋଟେ ଷ୍ଟେପ୍ ଆଗକୁ ନେଇକି ଦେଖିଲେ, ଅନ୍ୟ ଲୋକଙ୍କ ଭିତରେ ବି ସେହି ଦିବ୍ୟତାକୁ ଦେଖିବା, ବିଶେଷ କରି ସେମାନଙ୍କର ସଫଳତା ଆଉ ପ୍ରତିଭା ଭିତରେ। ଆଚ୍ଛା, ହଁ, ଯେଉଁମାନେ ଆମ ଫିଲ୍ଡରେ, ମାନେ ଆମ କାମ କ୍ଷେତ୍ରରେ ଆମଠୁ ଭଲ କରୁଛନ୍ତି, ସାଧାରଣତଃ କ'ଣ ହୁଏ, ଆମ ମନରେ ଈର୍ଷା ଆସେ। ହଁ, ଟିକେ ଇନସିକ୍ୟୁରିଟି ବି ଲାଗେ। ଠିକ୍, କିନ୍ତୁ ଗୀତା କହୁଛି ଟିକେ ଅଲଗା ଭାବରେ ଦେଖ। ସେମାନଙ୍କ ସଫଳତା ପଛରେ ଗୋଟେ ଏକ୍ସ ଫ୍ୟାକ୍ଟର ଅଛି। ସେଇଟା ଖାଲି ସେମାନଙ୍କର ପରିଶ୍ରମ ନୁହେଁ, ହୁଏତ କିଛି ଦିବ୍ୟ ଅନୁଗ୍ରହ ବି ଅଛି। ଯଦି ଆମେ ସେଇ ଏକ୍ସ ଫ୍ୟାକ୍ଟରକୁ ଚିହ୍ନି ପାରିବା, ତାକୁ ପ୍ରଶଂସା କରିବା, ତେବେ ଈର୍ଷା ବଦଳରେ ଆମକୁ ପ୍ରେରଣା ମିଳିବ। ବା, ଆଉ ଯଦି ଆମେ ତାଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରୁଛେ କି ଈର୍ଷା କରୁଛେ, ତାହେଲେ ଆମେ ପ୍ରକୃତରେ ସେଇ ଯୋଉ ଦାନ ଦେଇଥିବା ଶକ୍ତି, ତାର ଅପମାନ କରୁଛେ। ଏଇଟା ତ ପୁରା ପର୍ସପେକ୍ଟିଭ ବଦଲେଇ ଦେଲା ଭଳି କଥା। ମାନେ ଈର୍ଷା ଜାଗାରେ ପ୍ରଶଂସା ଆଉ ପ୍ରେରଣା। ହଁ, ଏବଂ ଏହା ବାଇବେଲର ଗୋଟିଏ କଥା ସହ ମିଶୁଛି, ଫିଲିପିଆନ୍ସ 4:13, ଯୋଉଠି କୁହାଯାଇଛି, ମୋତେ ଯିଏ ଶକ୍ତି ଦିଅନ୍ତି, ତାଙ୍କ ମାଧ୍ୟମରେ ମୁଁ ସବୁ କିଛି କରିପାରେ। ଏହା ସେଇ ଭିତରର ଶକ୍ତି ଆଉ ବାହାରର କୃପା, ଦୁଇଟିର ସ୍ୱୀକୃତି।
ତାହେଲେ ମୋଟାମୋଟି ଭାବେ ଦେଖିଲେ ଗୀତା ଖାଲି ଗୋଟେ ପୂଜା ପାଠର ବହି ନୁହେଁ, ଏହା ଜୀବନର ଦ୍ୱନ୍ଦ୍ୱକୁ ସାମ୍ନା କରିବା ପାଇଁ ଗୋଟେ ବ୍ୟାବହାରିକ ଗାଇଡ୍। ଏହା ଆମକୁ ଶକ୍ତି ଦିଏ, ଠିକ୍ ଦୃଷ୍ଟିକୋଣ ଦିଏ, ଆଉ ସହିବା ଶିଖାଏ। ନିଜ ଭିତରର ଶକ୍ତିକୁ ଚିହ୍ନିବାରେ ସାହାଯ୍ୟ କରେ। ଏକଦମ। ଆଉ ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ପ୍ରଶ୍ନ ଛାଡ଼ିଯିବା। ହଁ, ନିଶ୍ଚୟ। ଯଦି ଆମେ ଏଇ ଯୋଉ ପ୍ରତିଯୋଗିତା ମନୋଭାବ ତାକୁ ଟିକେ ପାଖରେ ରଖି ଆମ ଚାରିପାଖର ଲୋକଙ୍କ ସଫଳତାରେ ସତରେ ସେଇ ଦିବ୍ୟତା ବା ଏକ୍ସ ଫ୍ୟାକ୍ଟରକୁ ଖୋଜିବା ଆଉ ପ୍ରଶଂସା କରିବା ଆରମ୍ଭ କରିବା, ତାହେଲେ ଏହା ଆମ ନିଜ ଜୀବନର ଯୋଉ ଚ୍ୟାଲେଞ୍ଜେସ୍ ଅଛି, ଯୋଉ ଆମ୍ବିସନ୍ସ ଅଛି, ସେଗୁଡ଼ିକୁ ଆମେ କେମିତି ଦେଖିବା, ସେଥିରେ କିଛି ପରିବର୍ତ୍ତନ ଆଣିପାରିବ କି? ଏଇଟା ନିଶ୍ଚୟ ଭାବିବା ଭଳି କଥା। ହଁ, ଏହା ଉପରେ ଟିକେ ଚିନ୍ତା କରିବା କଥା।